କଥା ହେଉଛି ଓଡ଼ିଶାରେ ରବି ଫସଲ ଯେତେବେଳେ ଆରମ୍ଭ ହୁଏ ବିଶେଷ କରି ନଭେମ୍ବର ଆରମ୍ଭ ହୁଏ। ବର୍ତ୍ତମାନ ଏମାନେ ଆଣିକିରି ଯେଉଁ ବିହନ ଦେଉଛନ୍ତି ଆରମ୍ଭ ବୋଧ କରିଥିଲେ ଅକ୍ଟୋବରରେ ଦେବା କଥା, କିନ୍ତୁ ଏବେ ସେ ମଞ୍ଜି ବା ବିହନ ଆଣୁଛନ୍ତି। ଅନେକ ଚାଷୀ କହିଲେଣି ବିଭିନ୍ନ ଜିଲ୍ଲାରେ ଯେ ଗଭର୍ଣ୍ଣମେଣ୍ଟର ସେ ବିହନ ନକଲି ବିହନ ଭଳିଆ ଲାଗୁଛି, ସେଥିରେ ଭଲ ଫଳ ହେଉନି। ଏବଂ ଏଇ କଥା ବି ସତ ଯେ ଆମର ଯେଉଁ ଭୋପାଳର ଗୋଟେ କମ୍ପାନୀ ଅଛି, ସେଟା ହେଉଛି ଗଭର୍ଣ୍ଣମେଣ୍ଟ କମ୍ପାନୀ, ପବ୍ଲିକ୍ ସେକ୍ଟର ଆମେ ଯାହା କହୁଛୁ, ରାଷ୍ଟ୍ରାୟତ୍ତ ଶିଳ୍ପ, କେନ୍ଦ୍ର ସରକାରଙ୍କ ଅଧୀନ। ତେଣୁ ତାକୁ ନ ଦେଇ ସେ ତ କମ୍ ଦେଇଥିଲା, ସେ ଯେଉଁ ତାଙ୍କର ବିଡ୍ ନା କ'ଣ କହୁଛେ ଆମେ, ସେ କମ୍ ଦେଇଥିଲା, 560 ଦେଇଥିଲା, 447 ଦେଇଥିଲା। 447 ନ ଦେଇକିରି 560ର ଯେଉଁ ଭୋପାଳ କମ୍ପାନୀ ପ୍ରାଇଭେଟ୍ କମ୍ପାନୀକୁ ଦେଲେ। ତେଣୁ ପ୍ରାଇଭେଟ୍ କମ୍ପାନୀକୁ ଦେବାର ଅର୍ଥ ପ୍ରାଇଭେଟାଇଜେସନ୍ ହେଉଛି ବ୍ରାଇଭେରାଇଜେସନ୍, ଦୁର୍ନୀତି ନିଶ୍ଚିତ ହେବ। ତେଣୁ ଏ ପ୍ରଶ୍ନ ଉଠୁଛି, ଗୋଟେ କେନ୍ଦ୍ରୀୟ ସଂସ୍ଥାକୁ ନ ଦେଇ, ପବ୍ଲିକ୍ ସେକ୍ଟରକୁ ନ ଦେଇ ପ୍ରାଇଭେଟକୁ କାହିଁକି ଦିଆହେଲା? ପୁଣି କମ୍ ଦରରେ ଯାହା ଥିଲା ବିଡ୍ 447, ତାକୁ ନ ଦେଇ ତୁମେ କେମିତି 560 ସେ ଯେଉଁ ବ୍ୟାଗ୍, ସେ ବ୍ୟାଗ୍ ଯେଉଁ ହେଉଛି ତା କିଟ୍ ବୋଲୁଛେ, ସେ କିଟ୍ର ଇଏ ହେଉଛି ଏତିକି। ତେଣୁ ସେଥିରେ ପୁଣି ଦେଖାଯାଉଛି ଏବେ ଯେ ଯେଉଁଠି ଯେଉଁଠି ସେମାନେ ଦେଇଛନ୍ତି ଗଛ ଉଠୁନି, ଅତି ଛୋଟ ଫଳ ହେଉଛି। ମାନେ ଆମର ଯାହା ଅଛି ଚାଷୀ ରଖିଛନ୍ତି ଅରିଜିନାଲ ଯାହା ଅଛି ଘରେ, ସେ ଯାକ ଭଲ ହେଉଛି ଆ ଅପେକ୍ଷା। ଏ ଅବସ୍ଥା ଭିତରେ ମୁଁ ଆଜି ଆସେମ୍ବଲିରେ ବସିଥିଲି, ଲବିରେ ଆଲୋଚନା ହେଉଥିଲା। ପୂର୍ବତନ ମନ୍ତ୍ରୀ ଥିଲେ, ରାଜା ରଣେନ୍ଦ୍ର ପ୍ରତାପ ବାବୁ ଥିଲେ, ପ୍ରତାପ ଦେଉ ଥିଲେ, ଆମର ଅରୁଣ ସାହୁ ଥିଲେ, ସେମାନେ କଥା ହେଉଥିଲେ। ଆ ଉପରେ ବୋଧେ କାଲି ପରଦିନ ଆସେମ୍ବଲିରେ ଉଠୁଛି କଥା ଯେ ଏଥିରେ ପ୍ରାୟ 150 କୋଟି ଟଙ୍କାର ଦୁର୍ନୀତି ହେଇଛି। ତେଣୁ ଆପଣଙ୍କର ଡବଲ ଇଞ୍ଜିନ୍ ସରକାର, ସେଇ ତ କେନ୍ଦ୍ର ସରକାର, ଆପଣ ତ ଏଇଠି ଅଛନ୍ତି, ଏ କଥା କାହିଁକି ହେଲା? ପ୍ରାଇଭେଟ୍ କଥା କାହିଁକି ହେଲା? ଏବଂ ଏଭଳିଆ ବିହନ କଥାରେ ଗୋଟେ ଥର ସରକାର ଚାଲି ଯାଇଥିଲା, ତେଣୁ ନକଲି ବିହନ କଥାରେ। ତେଣୁ ଆଜିର ଏ କଥାଟା ଗୋଟେ ସାଧାରଣ କଥା ନୁହେଁ। ଆ ଦ୍ୱାରା ଚାଷୀ ତ କ୍ଷତି ସହିବେ, ନିଶ୍ଚିତ ଭାବେ କ୍ଷତି ସହିବେ ଚାଷୀ। ଏବଂ ଏ ବର୍ଷ ତାହେଲେ ହେବ କ'ଣ? ଏ ଯାହା ସବୁ ଅର୍ଥକାରୀ ଫସଲ ଆପଣଙ୍କର ଟମାଟୋ ଆରମ୍ଭ କରି, ଲଙ୍କାଠୁ ଆରମ୍ଭ କରି ଯେଉଁ ହେଉଥିଲା, କାକୁଡ଼ି କୁହନ୍ତୁ, ଧନିଆ କୁହନ୍ତୁ, ବର୍ତ୍ତମାନ କ'ଣ ହେବ? ଡେରି ତ ହେଲାଣି। ତେଣୁ ଆର ଗୋଟେ ପ୍ରଭାବ ପୁଣି ମାର୍କେଟ ଉପରେ ପଡ଼ିବ। ଯେତେବେଳେ ଉତ୍ପାଦନ କମିଯାଉଛି, ରେଟ୍ଟା ବି ବଢ଼ିବ, ଖାଉଟି ଉପରେ ପଡ଼ିବ। ତେଣୁ ଏଭଳିଆ ଘଟଣା ଘଟୁଛି। ଏଇ ତ ଅବସ୍ଥା। ଆମେ 8 ମାସ ହେଲା ସରକାରଙ୍କର କୌଣସି ଜାଗାରେ ସାଫଲ୍ୟ ଆମେ ଦେଖିଲୁ।